ଜୟ ଶ୍ରୀକୃଷ୍ଣ ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଭକ୍ତଗଣ ସାଙ୍ଗମାନେ ମାତାଜୀ ପ୍ରଭୁଜୀ। ମୁଁ ଜନ୍ମ ହୋଇଛି କେନ୍ଦୁଝରରେ, କେନ୍ଦୁଝର ଜିଲ୍ଲାର ସନ୍ତାନ। ମୁଁ ରହିଛି ବଢ଼ିଛି ଭୁବନେଶ୍ୱରରେ, ଆଉ ଫାଇନାଲି ଏବେ ରହୁଛି ମୋର କର୍ମଭୂମି ମୁମ୍ବାଇରେ, ଅନ୍ଧେରୀ ୱେଷ୍ଟ। କିନ୍ତୁ ଯେହେତୁ ମୁଁ କେନ୍ଦୁଝରରେ ଜନ୍ମ ହୋଇଛି, ଜନ୍ମମାଟି ମୋର, ତେଣୁକରି ଏ କଥାଟିକୁ ମୁଁ ଭଲ ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ଆପଣଙ୍କ ସାମ୍ନାରେ ରଖିପାରିବି। ଜିତୁ ମଉସା, ଜିତୁ ମୁଣ୍ଡା, କ'ଣ ଭୁଲ ଥିଲା ତାଙ୍କର? ଦେଖୁ ଦେଖୁ ଗୋଟେ ମାସ, ଦେଢ଼ ମାସ, 2 ମାସ, 3 ମାସ ବିତିଗଲା। ସେଦିନର କଥା ମୁଁ କହୁଛି ଆଜ୍ଞା। ଇଏ ସେଇ ଦିନର କଥା ଥିଲା ଯେଉଁ ଦିନଟି ଫୁଲ୍ ଭାଇରାଲ ହେଇଛି, ଏ ଫଟୋଟି ଭାଇରାଲ ହେଇଛି। ଜିତୁ ମଉସା ସେଦିନ ଟିକେ ଫାଣ୍ଡିଆ ପିରିଥାନ୍ତି, କାହିଁକିନା ସେମିତି ପରିବାରରେ ପ୍ରୋବ୍ଲେମ୍ ଚାଲିଥିଲା। ଏପଟେ ପଇସା ଦେଉନାହାନ୍ତି, ଆଉ ଯେହେତୁ ତାଙ୍କର ଅଧିକାର ଅଛି, ସେ 19,300 ଟଙ୍କା ସେ ନେଇକି ଯିବା କଥା। ଏଥର ସେ ଭାବିକି ଯାଇଥିଲେ ଯେମିତି ହେଲେ ନେଇକି ଆସିବେ। ଏଥର ଯେତେବେଳେ ଗଲେ, ସେମାନେ ବ୍ୟାଙ୍କର ଯେତିକି କର୍ମଚାରୀ ସେ ମଜାମସ୍ତିରେ କହିଦେଲେ, ଯଦି ପ୍ରୁଭ୍ ନାହିଁ କିଛି ବି, ଯେହେତୁ ତମ ଭଉଣୀ ଏବେ 2 ମାସ ହେଲା ମରିଛି, ଯେଉଁଠି ମରିଛି ତମ ଭଉଣୀକି ନେଇକି ଆସ। ସେ ଶବ ତ ପୁରା ମାନେ ମାଟିରେ ମିଶି ନଥିବ, ଯେତିକି ଅଛି ନେଇକି ଆସ, ଆମେ ଦେଖିବୁ। ଏଇ ଯେଉଁ ମଜାକଟା କରିଦେଲେ ଆଜ୍ଞା, ଏଇ ଯେଉଁ କମେଡ଼ି କରିଦେଲେ ବିଦୂଷକ ରୂପରେ। ଯେହେତୁ ମଉସା ଟିକେ ମଦ ପିଇଥିଲେ, ତାଙ୍କ ମୁଣ୍ଡ ଗରମ ଥିଲା, ସେ ସେଇଆ ଭାବିକି, ତାକୁ ସତ ଭାବିକି ପଇସା ମିଳିଯିବ 19,300 ଟଙ୍କା, ସେ ଗଲେ ସିଧା ଯେଉଁ କବରରେ, ଯେଉଁ ମାଟି ତଳେ ତାଙ୍କ ଭଉଣୀ କଲରା ମୁଣ୍ଡା ପୋତା ହେଇଥିଲେ, ସମ୍ମାନର ସହିତ ତାଙ୍କୁ ନିଆଗଲା। ତାଙ୍କୁ ସିଏ ନେଲେ, ନିଜ କାନ୍ଧରେ ବୋହିଲେ। ଛୋଟ ଅଖାଟେ ଥିଲା, ତାଙ୍କ ଗୋଡ଼ ବି ଦେଖାଯାଉଛି, ଛୋଟ ଅଖାଟେ ଥିଲା। ସେ ସାଙ୍ଗେ ସାଙ୍ଗେ ଆଣିକି ରଖିଦେଲେ ତାଙ୍କ ନିଜ ଭଉଣୀଙ୍କର ସେ ଶବ। ପୁରା ବିଗଳିତ ହେଇନି ସେ ଶବ। ତେଣୁ ୟାକୁ ଦେଖିକି ସେ କର୍ମଚାରୀ ସବୁ ବର୍ତ୍ତମାନ ଚିନ୍ତାରେ ପଡ଼ିଗଲେ। ଆମେ ତ ମଜାରେ କହିଥିଲୁ, ଏ ସତ ଭାବିଲା।